ଭାରତକୁ ପରାଧୀନତା ଶୃଙ୍ଖଳରୁ ମୁକ୍ତ କରିବା ପାଇଁ ଦେଶରେ ତେଜି ଉଠିଥିଲା ସ୍ୱାଧୀନତା ଆନ୍ଦୋଳନ। ସେହି ଆନ୍ଦୋଳନରେ ଅନେକ ଦେଶପ୍ରେମୀ ଯୋଗ ଦେଇ ଶହୀଦ ହୋଇଛନ୍ତି। ସ୍ୱାଧୀନତା ଆନ୍ଦୋଳନରେ ଆଦିବାସୀ ସମ୍ପ୍ରଦାୟରେ ନେତା ବିର୍ସା ମୁଣ୍ଡାଙ୍କ ଅବଦାନ ଏକ ମାଇଲ ଖୁଣ୍ଟ ହୋଇ ରହିଛି। ସେ ଛୋଟନାଗପୁର ମାଳଭୂମି ଅଞ୍ଚଳର ମୁଣ୍ଡା ଜାତିର ଲୋକମାନଙ୍କ ମୁଖ୍ୟ ରୂପେ ଉଭା ହୋଇ ଇଂରେଜ ସରକାରଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲେ। ସେହି ଦେଶପ୍ରେମୀ ଶହୀଦଙ୍କ ଜୀବନର କିଛି ଘଟଣା ଓ ତାଙ୍କର ବିଷୟରେ ଜାଣିବା। ପିଲାମାନେ ଆସ ବିର୍ସା ମୁଣ୍ଡାଙ୍କ ପିଲାବେଳ କଥା ବିଷୟରେ ଜାଣିବା। ବିର୍ସାଙ୍କ ଜନ୍ମ 1875 ମସିହା ବାମ୍ବା ସ୍ଥାନରେ ହୋଇଥିଲା। ସେ ଗୁରୁବାର ଦିନ ଜନ୍ମ ବୋଲି ତାଙ୍କ ନାମ ବିର୍ସା ରଖିଥିଲେ। ତାଙ୍କ ପିତା ସୋମନା ମୁଣ୍ଡା ଓ ମାତା କରମୀ। ସେମାନେ 4 ଭାଇ ଭଉଣୀ ଥିଲେ। ବିର୍ସା ପିଲାବେଳରେ ବଇଁଶୀଟିଏ ଧରି ଜଙ୍ଗଲରେ ସମୟ ବିତାଉଥିଲେ। ମା ବାପା ଯେତେ ମନା କଲେ ମଧ୍ୟ ମାନୁନଥିଲେ। ସେ କହୁଥିଲେ, ଆମେ ଖାଇବା ଓ ରହିବାରେ ଯେଉଁ ଅସୁବିଧା ହେଉଛି ମୁଁ ସେହି ସ୍ୱାଧୀନତା ଆଣିବି, ଏ ମୋର ଶପଥ। ଏହିସବୁ କଥା ଶୁଣି ବାପା ମା ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ପିଲାଏ ଆସ ବିର୍ସାଙ୍କ ପାଠପଢ଼ା ଜୀବନୀ ବିଷୟରେ ଜାଣିବା। ଚାଇବାସା ମିଶନାରୀ ସ୍କୁଲରେ ସେ ପାଠ ପଢ଼ୁଥିଲେ। ସେହି ସ୍କୁଲରେ ଅମୂଲ୍ୟ ନାମକ ଏକ ଅନାଥ ପିଲା ସହିତ ସାଙ୍ଗ ହେଉଥିଲେ। ଅମୂଲ୍ୟ ସହିତ ଦୁହେଁ ବହୁତ ସମୟ ବିତାଉଥିଲେ। ବିର୍ସା ସ୍କୁଲରେ ବି ଗୋରାମାନଙ୍କର ପାତର ଅନ୍ତର ନୀତି ଦେଖୁଥିଲେ। ତେଣୁ ସେ ପାଠପଢ଼ା ଛାଡ଼ି ନିଜ ଗାଁକୁ ଫେରି ଆସିଥିଲେ, ନିଜର ଜାତି ଭାଇ ପାଖକୁ। ଏଭଳି ଭାବରେ ପାଠପଢ଼ା ଜୀବନ ବିତେଇଥିଲେ। ବିର୍ସା ମୁଣ୍ଡାଙ୍କ ଜୀବନ ସଂଗ୍ରାମ ଓ ଚିନ୍ତାଧାରା କିପରି ଥିଲା ଆସ ଜାଣିବା। ବିର୍ସା ଗୋରାମାନଙ୍କୁ ସବୁବେଳେ ତାଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ। ତେଣୁ ସେ ନିଜର ଜାତି ଭାଇଙ୍କୁ ଏକଜୁଟ କରି ଅନୁଗାମୀମାନଙ୍କୁ ବୀର ସାହିତ୍ୟରେ ପ୍ରସ୍ତୁତ କଲେ। ବିର୍ସାର ନିର୍ଦ୍ଦେଶରେ ଧୋତି ପିନ୍ଧି କପାଳରେ ଚନ୍ଦନ ଲଗାଇ କାନ୍ଧରେ ପଇତା ପକାଇ ହାତରେ ଧନୁତୀର ଧରି ପ୍ରସ୍ତୁତ କରିଥିଲେ। ବିର୍ସା ଫୌଜକୁ 3 ଭାଗରେ ବିଭକ୍ତ କରିଥିଲେ। ନାବାଳକ ପିଲାମାନେ ହେଲେ ନାନକ, ସାବାଳକମାନେ ପ୍ରଚାରକ ଆଉ ବୟସ୍କମାନେ ହେଲେ ପୁରାଣକ। ସେ ସବୁବେଳେ କହୁଥିଲେ, ନିଜ ହକ୍ ପାଇଁ ଲଢ଼, ଫଳମୂଳ ବିକି ସରଳ ଜୀବନଯାପନ କର। ଲଢ଼େଇ ପରେ ରାଇଜରେ ଆଉ କେହି ସାନ ବଡ଼ ହୋଇ ରହିବେ ନାହିଁ। ସବୁରେ ସଭିଙ୍କ ସମାନ ଅଧିକାର ରହିବ। ଲଢ଼େଇ ପରେ ଆସିବ ନୂଆ ଯୁଗ। ଏହିପରି ଭାବରେ ଗୋରା ଏବଂ ମୁଣ୍ଡାଙ୍କ ମଧ୍ୟରେ ଯୁଦ୍ଧ ଚାଲିଲା। ଗୋରାମାନେ ଆସି ରାଞ୍ଚି, ଚାଇବାସାର, ଖୁଣ୍ଟି ଆଦି ଗ୍ରାମକୁ ନିଆଁ ଲଗାଇ ଧ୍ୱଂସ କରିଦେଲେ। ପରେ ଗୋରା ସାହେବଙ୍କ ଲାଞ୍ଚରେ ମାଝି ତାମାରିଆ ଗୁପ୍ତ ଘାଟିର ସନ୍ଧାନ ବିଷୟରେ ଅବଗତ କରାଇଦେଲା। ଫଳରେ ବିର୍ସାଙ୍କୁ ବନ୍ଦୀ କରାଗଲା। ପିଲାମାନେ ଆସ ବିର୍ସାଙ୍କ ଶେଷ ଜୀବନୀ କିପରି କଟିଥିଲା ସେ ବିଷୟରେ ଜାଣିବା। 1900 ମସିହା ଜୁନ ମାସର 9 ତାରିଖ। ଯେଉଁ ଅମୂଲ୍ୟ ବିର୍ସାଙ୍କର ଅନ୍ତରଙ୍ଗ ସହପାଠୀ ବନ୍ଧୁ ଥିଲା, ସେ ଥିଲା ରାଞ୍ଚି ଜେଲର ଡାକ୍ତର। ତାରି ଦ୍ୱାରା ବିଷ ଇଞ୍ଜେକ୍ସନ ଦେଇ ବିର୍ସାକୁ ମାରି ଦିଆଗଲା। ଏହିପରି ଭାବରେ ମୁଣ୍ଡା ଜାତି ଜିତି ଯାଇଥିଲେ ମଧ୍ୟ ହାରିବାକୁ ପଡ଼ିଲା। ଏହିଭଳି ଭାବରେ ନିଜର ସ୍ୱାଧୀନତାର ହକ୍ ଆଣିପାରିଥିଲେ।